ସୁଜି ଆଳୁରେ ଏମିତିକା କୁଡ଼ମୁଡ଼ିଆ ଆଉ ଫୁଲା ଫୁଲା ପୁରୀ ଥରେ ବନେଇକି ଦେଖନ୍ତୁ। ଅଟା ପୁରୀ ଖାଇବା ଭୁଲିଯିବେ। ସେଥିପାଇଁ ପ୍ରଥମେ ଗୋଟେ କପ୍ ସୁଜିରେ ଅଧ କପ୍ ପାଖାପାଖି ପାଣି ଦେଇକି ତାକୁ ଭଲ ଭାବରେ ଗୋଳେଇ ନେବା। ଗୋଳେଇବା ସମୟରେ ଅଳ୍ପ ଟିକେ ଲୁଣ ଦେଇକି ତାପରେ ତାକୁ କଭର କରି 5 ମିନିଟ୍ ପର୍ଯ୍ୟନ୍ତ ଛାଡ଼ିଦେବା। ସେତେ ସମୟ ଭିତରେ 3ଟା ସିଝା ଆଳୁକୁ ଗ୍ରେଟ୍ କରି ନେବା। ସେଥିରେ କଳା ଜିରା, ଜୁଆଣି, ଗୋଟା ଜିରା, ଚିଲି ଫ୍ଲେକ୍ସ, ଧନିଆ ପତ୍ର କଟା ଆଉ ଟି ବତୁରେଇକି ରଖିଥିବା ସୁଜିକି ଦେଇକି ଅଧ କପ୍ ଅଟା ଦେଇକି ଭଲ ଭାବରେ ଚକଟିକି ତାର ଗୋଟେ ସଫ୍ଟ ଡୋ ବନେଇ ନେବା। ତାପରେ ଡୋରେ ଟିକେ ତେଲ ଲଗେଇ ନେବା ଆଉ 10 ମିନିଟ୍ ପର୍ଯ୍ୟନ୍ତ ରେଷ୍ଟ ଦେଇଦେବା। 10 ମିନିଟ୍ ପରେ ଯେଉଁ ସାଇଜ୍ର ପୁରୀ ବନେଇବେ ସେଇ ସାଇଜ୍ର ଗୁଳାକୁ ବାହାର କରି ଗୁଳା ବନେଇ ନେବେ। ଆଉ ବେଲଣା ପେଡ଼ିରେ ଟିକେ ତେଲ ଲଗେଇକି ତାକୁ ବେଲି ନେବା। ପୁରୀର ସାଇଜ୍ ଟିକେ ମୋଟା ରଖିବେ, ମାନେ ନର୍ମାଲ ପୁରୀ ଅପେକ୍ଷା ଟିକେ ମୋଟା ରହିବ, ବେଶୀ ପତଳା କରିବେନି। ତାପରେ ଗରମା ଗରମ ତେଲରେ এই পুରୀକୁ ହାଇ ଫ୍ଲେମ୍ରେ ଛାଣି ନେବେ। ଦେଖିବେ ସବୁ ପୁରୀ ଗୁଡ଼ାକ ପୁରା ଫୁଲା ଫୁଲା ବନିବ ଆଉ ବାହାରେ ଆରାମସେ 6ରୁ 7 ଘଣ୍ଟା ସେମିତି କ୍ରିସ୍ପି ବନିକି ରହିବ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର କରିବାକୁ ବିଲକୁଲ ବି ଭୁଲନ୍ତୁ ନାହିଁ।